ଗୋଟେ ଚେଙ୍ଗଟେ ଉଠିଥିଲା ତାକୁ ମାରିକି ଲାଇଭ ମରା ହେଲା ପୁରା ଅଛି ନା ପଳେଇଲା। ଗଣେଶ ପୂଜା ମେମ୍ବର ରହିଲେ ସେ ତାଙ୍କର ଗୋଟେ ଫିକ୍ସ ଏମାଉଣ୍ଟ ଅଛି ଗୋଟେ ପର୍ବ ହଉଛି ବୋଲି ଜଣା ପଡିବ ସେଇ ସ୍ପାଇଡର ମ୍ୟାନ ହେଇକି ଗୋଟେ ତ ହେଲୋ ସାଙ୍ଗମାନେ ମୁଁ ଆପଣଙ୍କର ଆଜ୍ଞା ସ୍ୱାଗତ କରୁଛି ମୋର ଆଉ ଏକ ନ୍ୟୁ ବ୍ଲଗକୁ। ତ ଆଜି ହେଇଗଲା ଅଗଷ୍ଟ 10 ତାରିଖ। ତ ପାଖାପାଖି ଆଉ ମାସେଟେ ରହିଲା ଗଣେଶ ପୂଜା। ତ ଗଣେଶ ପୂଜାରେ ଯେହେତୁ ଆମର ଏଠି ଆମେ ଯେତିକ ରହିଲୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ଆମର କରୁ ଏଠି କ୍ଲବ ଘର ପାଖରେ ଗଣେଶ ପୂଜା। ତ ଆମର ତ ମେନ୍ ତ ରହିଲା ରଜ ସଂକ୍ରାନ୍ତି ଆମ ମେନଲି ହୁଏ ଗାଁରେ ପର୍ବ। ତ ଆମେ ବିଶେଷ କରି ଆମେ ଯେତିକ ଅଳ୍ପ ପିଲା ରହିଲୁ ଗାଁରେ ସେ ଆମେ କରୁ ଗଣେଶ ପୂଜା। ତ ଗଣେଶ ପୂଜା ଯେହେତୁ ଆଉ ମାସେ ରହିଛି ତ ଆମେ ବର୍ତ୍ତମାନ ଏଇ ମିଟିଂ ଫିଟିଂ ସବୁ ଷ୍ଟାର୍ଟ କରିଦେଇ ସାରିଲୁଣି। ତ ଆଜି ଗଣେଶ ପୂଜାର ଫାଷ୍ଟ ମିଟିଂ। ତ କ୍ଲବ ଘରେ ଯେହେତୁ ହେଉଛି ମୋତେ ବି ଡକେଇଛନ୍ତି ତ ଚାଲ ମୁଁ ସେ କ୍ଲବ ଘରକୁ ନେଇଯାଉଛି। ସେଠାକାର ଭିଉ ସେଠାକାର କଣ ସବୁ ମାହୋଲ ରହିଛି ମୁଁ ଆପଣଙ୍କୁ ଦେଖାଉଛି ଏବଂ ଚାନ୍ଦା କେତେ କଣ ପଡ଼ୁଛି ମୁଁ ଆପଣଙ୍କୁ ମାନଙ୍କୁ ଦେଖାଇଦେଉଛି ସେଟା। ତ ଏଇଟା ଆମ କ୍ଲବ ଘରେ ଏଇଠି ଆମର ରଜ ମିଟିଂ ହୁଏ ରଜ ସବୁ ବସନ୍ତି। ତ ଏଠି ବି ଏଇଠି ଆମର ହୁଏ ଏଇ ଜାଗାରେ ଠାକୁର ବସନ୍ତି। ଆଉ ଏଠି ଆମର ମିଟିଂ ଚାଲିଛି ଗଣେଶ ପୂଜା ପାଇଁ ମିଟିଂ 3ଟା ପିଲା ଆସିଛନ୍ତି ମତେ ଲାଗି 4 ଆହୁରି ଜଣେ ବାହିରେ ବସିଛି ଆହୁରି ବି ପିଲା ଆସିନାହାନ୍ତି ଆସିବେ କି ଆମେ ଯାହା କରିମୁ ତାଙ୍କର ବି ସେଇଆ ହେବ ମତାମତ। ଖାତା ପଳେଇ ଆସିଛି ବୁଲା ବର୍ତ୍ତମାନ ମ୍ୟାନେଜର ହେଇଛି। ସେ ପ୍ରେସିଡେଣ୍ଟ ଆମର ଇଏ ବସିଛି ବିକାଶ। ବର୍ତ୍ତମାନ ଖାତାରେ ନାଁ ପଡୁଛି ସବୁ ପିଲାମାନଙ୍କର। ଏସବୁ ଆମ ମେମ୍ବର ଜୟ ଜଗନ୍ନାଥ ୟୁଥ କ୍ଲବ। ଏଇଟା କ'ଣ ଲେଖା ହେଇଛି ଗଣେଶ ପୂଜା। ବୁଲା ଗୋଟେ ଆର ଖାତାକୁ ମିଳେଇକି ଆର ବର୍ଷର ଖାତାକୁ ମିଳେଇକି ସେ ବର୍ତ୍ତମାନ ଲେଖୁ ଚାଲିଛି ଏ ବର୍ଷର। ଫାଷ୍ଟ ଆମ ଏ ଯୋଉ ପିଲାଙ୍କ ପକା ହେଲା ତାପରେ ସିଏ ଆମ ଲେଖିଲେ ଏପଟେ ଗୋଟେ ଲେଖା ଛୋଟ ଛୁଆଟା ମେମ୍ବର ବର୍ତ୍ତମାନ ଏଠି ପଡ଼ିଛି ଆହୁରି ପଡ଼ିବ ପିଲାମାନଙ୍କର ସବୁ। ବିଶେଷ ଆମର ବଡ଼ ଆକାର ହୁଏନି ଆମର ପାଖାପାଖି ମିଡ଼ିୟମ ଆକାର ହୁଏ ଯେମିତି ଗାଁରେ ଗୋଟେ ପର୍ବ ହଉଛି ବୋଲି ଜଣା ପଡ଼ିବ ସେଇଭଳିଆ ହିଁ ବଜେଟରେ ହୁଏ। ତ ଫାଇନାଲି ଆମର ଲିଷ୍ଟଟା ସରିଗଲା ପୁରା ନା ସବୁ ଲେଖା ସରିଗଲା। ଏଇ ଲିଷ୍ଟ ଅନୁସାରେ ଚାନ୍ଦା ମଗା ହେବ ସମସ୍ତଙ୍କୁ। ଚାନ୍ଦା ପଡ଼ିନି ଯିଏ ସମସ୍ତଙ୍କୁ ଫୋନ୍ କରାହେବ ଯିଏ ଯେତେ କହିବ ସେମିତି କିଛି ଆମର କିଛି ନାହିଁ ଯେ ଜଣେ ଏତିକ ଦେବ ବୋଲି। ଖାସ୍ କରି ଆମର ଯିଏ ମେମ୍ବର ରହିଲେ ଗଣେଶ ପୂଜା ମେମ୍ବର ରହିଲେ ସେ ତାଙ୍କର ଗୋଟେ ଫିକ୍ସ ଏମାଉଣ୍ଟ ଅଛି। ତ ସେ ତାଙ୍କ ଅଲାବା ଆଉ ଯିଏ ସବୁ ରହିଲେ ମେମ୍ବର ତାଙ୍କ କୌଣସି ଫିକ୍ସ ନାହିଁ ଯିଏ ଯେତେ ତାଙ୍କ ଖୁସିରେ ଠାକୁରଙ୍କୁ ଦେଇପାରିଲା ତାଙ୍କ ଦାନ। ସ୍ପାଇଡର ପଳେଇଲା ସ୍ପାଇଡର ଏଇଟା ମୋତେ କାମୁଡ଼ିବ ଯଦି ମୁଁ ସ୍ପାଇଡର ମ୍ୟାନ ହେଇକି ଗୋଟେଇବି ସମସ୍ତଙ୍କୁ। ମିଟିଂ ଭିତରୁ ପଳେଇ ଆଇଲା ସ୍ପାଇଡର ମ୍ୟାନ। ମିଟିଂରେ ସେଠି ହେଉଥିଲା ତ ମୋତେ ବି ଭୋକ ବି ଲାଗିଲାନି ତ ଦୋକାନରେ ଯେହେତୁ ଆସିଲି ତ ଭୋକ ବି ପ୍ରବଳ ଜୋରରେ ଲାଗିଥିଲା ତ ମୁଁ ଯାଇ ଖାଇ ଦେଇକି ଜଷ୍ଟ ପଳେଇ ଆସିଥିଲି। ତ ଜଷ୍ଟ ମୁଁ ଯାଉଥିଲି ତ ସାନ ପୁଅ ଏଠି ସେ ଯେଉଁ ବଢ଼ି ପାଣି ପୁଣି ଥରେ ବି ଯେଉଁ ଅଳ୍ପ ଯେହେତୁ ଅଳ୍ପ ବହୁତ ବଢ଼ିଛି ସେ ମାଛ ଉଠୁଛନ୍ତି ତ ସେ ବର୍ତ୍ତମାନ ମାଛକୁ ଗୋଟେ କତୁରୀର କାଟିକି ସେ ବର୍ତ୍ତମାନ ରାତିରେ ଯେଉଁ କରିସାରିଛନ୍ତି ତାକୁ ସେ ଧରୁଛି। ତ ଦେଖାଯାଉ ଚାଲ ମୁଁ ଆପଣଙ୍କୁ ଦେଖିଦେଉଛି ସେ କେମିତି କ'ଣ ଧରୁଛି ମାଛକୁ। କେତେ ଧରିଲୁଣି କିଲେ ଖଣ୍ଡରୁ ତ ଗାଇସ୍ ଏଇଭଳିଆ ମାଛ ଖାଲି ଟ୍ରଚ ମାରିକି ଦେଖେନି କତୁରୀଟା ଏଇ କଟାରେ ଖାଲି ହାଣି ହାଣିକି ସେ କିଲେ ଖଣ୍ଡରୁ ଧରିଛି ପ୍ରାୟ। ସବୁ ସାଇଡରେ ସବୁ ଉଠୁଛନ୍ତି ଯୋଉ ଶୋଇବା ନେଇକି ଆସୁଛନ୍ତି ସବୁ ଗଡ଼ିଶ ବଣିଛ ସେଇଆକୁ ସେ ଧରୁଛି ବର୍ତ୍ତମାନ। ମିଟିଂ ସଇଲା ଦେଖେନି କତୁରୀଟା କେତେ ଦେଇଛି ସେଇଥିରେ ମାରି ପକଉଛି ସବୁ ମାଛ। ଉଠୁଛନ୍ତି କଙ୍କଡ଼ା କଙ୍କଡ଼ା ଅଛି କାହିଁ ଜରି କାହିଁ ଦିଲ୍ଲୀପ କାହା ଧରିଛୁ କି ଦିଲ୍ଲୀପ ନା
ମୁଁ ସେ ନାହିଁ, ମୁଁ ତ ପାର୍ଟନରଟା ଥିବା ଦରକାର ସେ ଭାବୁଛି। ମୁଁ ତୁ କ'ଣ ଏକା ମାରିନି ତାକୁ ଦେଖିବୁ କେମିତି ମାରୁଛି। ଡେମୁ ମାଛ କାଇଁ ମାଛ ଗୋଟେ ଭାଡ଼ି ବୁଲି ଆସେନି। ଆଉ ଭାବୁଥିଲି କ'ଣ ଖାଲି କ'ଣ ଉଠୁଛନ୍ତି? ଗଡ଼ିଶ ଗଡ଼ିଶ ଚେଙ୍ଗ କଙ୍କଡ଼ା ସବୁ ସାଇଡ଼୍ରେ ବହୁତ ପାଣି ବଢ଼ି ଯାଇଛି ବର୍ତ୍ତମାନ। ତ 2-3 ଦିନ ପୂର୍ବରୁ ଏ ତଳେ ଥିଲା ସେଇ ଯେଉଁ ଏଇ ଯେଉଁ ଗଛ ଟେକା ଟିକେ ଟିକେ ଏ ଗଛ ପାଖରେ ଥିଲା ପାଣି। ତ 2-3 ଦିନ ଯେଉଁ ଲଗାତାର ବର୍ଷା ଯୋଗୁଁ ତ ପୁଣି ବଢ଼ିଗଲାଣି ପାଣି। ବେଙ୍ଗ ମାଛ ନା ଏକ୍ସପାରି ମାଲ କ'ଣ କହିଲାଣି ବେଙ୍ଗକୁ? ଅଛି ଗୋଟେ ମଉରାଳି ଯାହା ମାରୁଛି ମାର ମାରିଦେଲୁ। ମରଲା ନା ବଞ୍ଚିଲା? କଥା ମୁଁ ଦେଖିନି ତ ଗାଈ ତ ବର୍ତ୍ତମାନ ମାଛର ଇଏଟା ଧରୁଛି ସାନ ପୁଅ। ଆଉ ମିଟିଂ ବି ଯେଉଁ ହେବାର ଥିଲା ହେଉଥିଲା ତ ମୁଁ ବି ଖାଇତେ ପଳେଇଥିଲି। ଚାନ୍ଦା ଫାନ୍ଦା ମୋର କେତେ କ'ଣ ଦେବା ନାକି କହିଦେଇକି ଫିକ୍ସ କରିଦେଇକି ମୁଁ ଖାଇତେ ପଳେଇଥିଲି। ତ ଖାଇକି ଆସିଲା ଏମାନଙ୍କର ପ୍ରାୟ ମିଟିଂ ସରିଲାଣି ତ ସେମାନେ ଘରକୁ ପଳାଉଥିଲେ। ତ ମୁଁ ବର୍ତ୍ତମାନ ସାନ ପୁଅ ପାଖରେ ରହିଗଲି। ତ ସେ ଯେହେତୁ ମାଛ ଧରିଛି ତ ମୁଁ ମାରିକି କତୁରେ ମାଛ ଧରିଛି ତ ମୁଁ ସେନାକି ଦେଖିବା ଲାଗି ରହିଗଲି। ତ ମୁଁ ଆପଣମାନଙ୍କୁ ବ୍ଲଗ୍ ମାଧ୍ୟମରେ ମାଛଟାକୁ ଦେଖାଉଛି, ଟିକେ ଦେଖ ସେ କେମିତି କ'ଣ ମାରୁଛି, କ'ଣ କେତେ କ'ଣ ଧରିଲାଣି ବିଷୟରେ କହୁଛି। କ'ଣ କିଲେ ପାଖାପାଖି ଧରିଲାଣି। ତାର ଆଉ ଜଣେ ବି ପାର୍ଟନର ଅଛି, ସେ କୁଆଡ଼େ ଯାଇଛି ଝାଡ଼ା ଫାଡ଼ା, ସେ ଆସିଲେ ବି ଧରିବ ତା ସହିତ। ଦେଖାନ ତ ଗାଈ ଦେଖ, ଏ ଗୋଟେ ଉଠିଥିଲା, ଗୋଟେ ଚେଙ୍ଗଟେ ଉଠିଥିଲା, ତାକୁ ମାରିକି ଡିଗଡ଼ କରିଦେଇଛି। ଦେଖ ମୋର ପୁରା ରକ୍ତ ପଇଲା ଲୋ। ଏଇଟା ଉଠିଥିଲା ଚେଙ୍ଗଣା ଗଛ, ତାକୁ ମାରିକି ଦିଗଡ଼ କରିଦେଲା ସେ କତୁରେ ହାଣିକି। ଦିଗଡ଼ କରିଦେଲା। ଆଉ ଗୋଟେ ଦେଖ ନା, ଆଉ ଗୋଟେ ନେଇ ଆଇଲା ମାରିକି। ଏଇଟା ଗୋଟେ ଟିକେ ବଡ଼ ଅଛି, ଏଟା ଟିକେ ଛୋଟ ଅଛି। ଦୁଇଟା ମାରିକି ବର୍ତ୍ତମାନ ସେ ନେଇକି ଆଇଲା। ମଲା ଲାଇଭ ମରା ହେଲା ପୁରା। ଅଛି ନା ପଳେଇଲା? ଆନି ଦେଖେନ କଟୁନି, ଖାଲି ଉପରେ ପଛଆଡ଼େ ବସି ଯାଇଛି। ପଛଆଡ଼େ ବସେ ଖାଲି ମାରିକି କେତିକ 2-3ଟା ଏଇଠି ମୋରି ଆଖି ଆଗରେ 2-3ଟା ମାସିଲାଣି। ସେ ଆହୁରି ବି ମାରିକି ରଖି ସାରିଲାଣି କେତିକ। ଏଇଟା 3ଟା ମାରିଛି। ତ ମୁଁ ଆପଣ ଦେଖୁଛି ସେ କେତେ ବଢ଼ିଆ ସୁନ୍ଦର କତାରେ ହାଣିକି ସେ ଯୋଉଠୁ ଉଠିଛନ୍ତି ସବୁ ଯେଉଁ କିଆରି ଆଉ ଯେଉଁ ଗଡ଼ିଆ ଫଡ଼ିଆରେ, ତ ସେଠି କତାରେ ହାଣି ମାରିଥିଲେ। 2-3ଟା ବି ଦେଖେଇଲି ଆପଣମାନଙ୍କୁ। ତ ଲାଇଭ୍ କେମିତି ସେ କ'ଣ ମାରୁଛନ୍ତି। ତ ସେମାନେ ବି ଅଧିକା ମାରିବା ପାଇଁ ପଳେଇଲେ, ହେଉଛି ଆମ ନଈକି ପଳେଇଲେ। ତ ମୁଁ ନଈକି ଡାକୁଥିଲେ, କହିଲା ଭିଡ଼ିଓ କରିବା ପାଇଁ। ତ ମୁଁ ତ ଗଲିନି, କାହିଁକିନା ମୁଁ ମୋର ବହୁତ କାମ ଅଛି, ସର୍ଟ ଭିଡ଼ିଓ ବି ଏଡ଼ିଟିଂ କରିବା ଅଛି। ଆଉ ଇଏ ଯେଉଁ ଭିଡ଼ିଓଟା ବି ଏଡ଼ିଟିଂ କରି କାଲି ପକାଇବାର ଅଛି। ତ ମୋର ତ ଟାଇମ୍ ହେବନି, ମୁଁ ସେ ନାଇଁ ଗନିନି। ତ ମୁଁ ପଳେଇ ଆଇଲି। ତ ଆଜିର ବ୍ଲଗ୍କୁ ମୁଁ ଏଇଠି ଶେଷ କରିଛି। ରହିଲି, ଜୟ ଜଗନ୍ନାଥ।